ବର୍ତ୍ତମାନ ଆମେ କିଛି ମାନେ କଂକ୍ରିଟ କହିପାରିବନି। ଆମେ ପାଇଛୁ ଗୋଟେ ଖପୁରୀ ପାଇଛୁ, ସ୍କଲ୍ ଟାଇପ୍ ମିଳିଛି, ଆଉ ହାତର ହାଡ଼ ଗୋଟେ ଦିଟା ମିଳିଛି, କଙ୍କାଳ ହାଡ଼ ଗୋଟେ ଦିଟା ମିଳିଛି, ଚୁଟି କିଛି ମିଳିଛି, ଆଉ କିଛି ମିଳିନି। ତାକୁ ଆମେ ବର୍ତ୍ତମାନ କଲେକ୍ଟ କରିକି ନେଉଛୁ, କାଲି ପୋଷ୍ଟମର୍ଟମ ପାଇଁ ପଠେଇବୁ ଆମର FMT ପୁରୀକୁ। ତାପରେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଫର୍ଦର କୋର୍ସ ଅଫ୍ ଆକ୍ସନ ନିଆହବ। କଣ ସାର୍ ପ୍ରାଥମିକରୁ ଜଣାପଡୁଛି ପୁରୁଷ ନା ମହିଳା? ସେମିତି କହିହେବନି, ସେମିତି ପାର୍ଟ ତ କିଛି ମିଳିନି ଯୋଉଟାକି କନଫର୍ମ କରିହେବ। ସେଟା ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିବ। ଅନ୍ତବସ୍ତ୍ର ଗୁଡା ମିଳିଛି ସାର୍? ସେଟା ତ ଏଇଟା ପଡ଼ିଆଟା ତାଙ୍କର, ସେଟା ତାର କି ନୁହେଁ ବି ସେଟା ବି କନଫର୍ମ କରିବାକୁ ପଡ଼ିବ। ସେଟା ପାଇଁ କଲେକ୍ଟ କରୁଛୁ, ସେଟା ବି ପଠେଇବୁ ଟେଷ୍ଟ ପାଇଁ। ପ୍ରଥମେ କିଏ ଦେଖିଥିଲେ ଏଇଟା? ଜଣେ କିଏ ଗାଈ ଚରଉଥିଲେ ଦେଖିଥିଲେ, ଏବଂ ସେ ଜଣକୁ ଫୋନ୍ କଲେ, ସିଏ ମୋତେ ଫୋନ୍ କଲେ। ମୁଁ ଖବର ପାଇକି ଆସିକି ପହଞ୍ଚିଲା ପରେ ଗାଁ ଲୋକ ବି ଆସିକି ବହୁତ କୋଅପରେଟ୍ କଲେ। ଆମେ ଖୋଜାଖୋଜି କରି ପଡ଼ିବୁ, ଏତିକି ଜିନିଷ ଆମେ କଲେକ୍ଟ କରୁଛୁ, ତାକୁ ପଠେଇବୁ କାଲି PM ପାଇଁ। ହଁ, ଆମେ ଗୋଟେ ଅପମୃତ୍ୟୁ ମାମଲା ରୁଜୁ କରୁଛୁ। ସେମିତି କିଛି ମିସିଂ କେସ୍ କିଛି ହେଇଥିଲା କି ଥାନା ଅଣ୍ଡରରେ? ମିସିଂ କେସ୍ ତ ହେଇଛି, ଆମେ ସେଗୁଡ଼ା ଭେରିଫାଏ କରିବୁ, ଯୋଉମାନେ ଟ୍ରେସ୍ ହେଇନାହାନ୍ତି ତାଙ୍କ ବିଷୟରେ ଭେରିଫାଏ କରିବୁ।